ତେବେ ଦର୍ଶକ ବନ୍ଧୁ ଚାଲିଛି ଟି20 ବିଶ୍ୱକପ୍। ବିଜୟ ଅଭିଯାନର ଆରମ୍ଭ କରିଛି ଭାରତ। ଆମେରିକା ବିପକ୍ଷରେ ମ୍ୟାଚ୍ ଜିତିଛି। ତେବେ ଏହି ମ୍ୟାଚ୍ ସମୟରେ କମେଣ୍ଟ୍ରି କରିଥିଲେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିଥିବା ଚହଲ ଏବେ କମେଣ୍ଟ୍ରିରେ ଡେବ୍ୟୁ କରିଛନ୍ତି। ତେବେ ନୂଆ ଇନିଂସ ଆରମ୍ଭ କରିଥିବା ଚହଲଙ୍କୁ ପ୍ରଥମରୁ କମେଣ୍ଟ ଶୁଣିବାକୁ ମିଳିଛି। ତେବେ ହିନ୍ଦୀ କମେଣ୍ଟ୍ରି କରୁଥିବା ଚହଲଙ୍କ ସହ ମଜା କରିଥିଲେ ହରଭଜନ ସିଂ ଏବଂ ବୀରେନ୍ଦ୍ର ସେହୱାଗ। ତାଙ୍କୁ ଦିଆସିଲି କାଠି ଏବଂ ଡ୍ୟାନ୍ସିଂ ପୋଲ୍ କହି ମଜା କରିଥିଲେ। ଲାଇଭ୍ ମ୍ୟାଚ୍ ସମୟରେ ସେ ଏଭଳି କହି ବହୁ ହସିଥିଲେ ଏବଂ ଚହଲ ଚୁପ୍ ହୋଇ ବସିଥିଲେ, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ତାଙ୍କ ଶରୀରକୁ ନେଇ କରିଥିବା ଏଭଳି କମେଣ୍ଟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। କେହି ଏହାକୁ ସମର୍ଥନ କରୁଥିବା ବେଳେ ଆଉ କେହି ଏହି ମଜାକକୁ ସହଜରେ ଗ୍ରହଣ କରିନାହାନ୍ତି। ସେପଟେ ଲାଇଭ୍ କମେଣ୍ଟ୍ରି ସମୟରେ ଉପସ୍ଥାପକ ମଧ୍ୟ ଚୁପ୍ ହୋଇଥିଲେ। ସିନିୟର ଖେଳାଳିଙ୍କ ଏଭଳି ମଜାକୁ ଏଡ଼ାଇବା ପାଇଁ ସେ ଖେଳ ଉପରକୁ କଥା ନେଇଥିଲେ। ତେବେ ଏହା କେବଳ ମଜା ଥିଲା। ସୋଶାଲ ମିଡିଆରେ ୟୁଜର୍ସମାନେ ମଧ୍ୟ କମେଣ୍ଟ କରୁଛନ୍ତି। ସେପଟେ ଚହଲଙ୍କ କଥା ଯଦି କହିବା ତାହେଲେ ସେ ଟିମ୍ ଇଣ୍ଡିଆରେ ଏବେ ନିଜ ସ୍ଥାନକୁ ପକ୍କା କରିପାରୁନାହାନ୍ତି। ଏହା ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଏବେ ସେ କେବଳ IPLରେ ଖେଳ ଜାରି ରଖିଛନ୍ତି। ତେବେ ସିନିୟର ଖେଳାଳିମାନେ ଏଭଳି କହିବାର ଠିକ୍ କି ଭୁଲ ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏବଂ ଭିଡିଓକୁ ନୂଆ କରି ଦେଖୁଥିଲେ ଭିଡିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, କାରଣ ଏଇଭଳି ପ୍ରକାର ଭିଡିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି।